ସ୍ୱାଗତମ୍। ଆଜି ଆମେ ଜୁଲାଇ 22 ତାରିଖର ରାଶିଫଳ ବିଷୟରେ ଗୋଟେ ଉତ୍ସକୁ ନେଇ ଟିକେ ଗଭୀର ଭାବେ ଆଲୋଚନା କରିବା। ହଁ, ଏହା ଏକ ଜ୍ୟୋତିଷୀୟ ବିଶ୍ଳେଷଣ ଉପରେ ଆଧାରିତ। ଆମେ ଚେଷ୍ଟା କରିବା ଏହି ଉତ୍ସର ମୁଖ୍ୟ କଥାଗୁଡ଼ିକ କ'ଣ ସେଗୁଡ଼ିକୁ ବୁଝିବାକୁ। ନିଶ୍ଚୟ। ତେବେ ଏହି ଦିନ ପାଇଁ ମୁଖ୍ୟ ଗ୍ରହ ସ୍ଥିତି କ'ଣ ଅଛି? ଉତ୍ସ କହୁଛି ଚନ୍ଦ୍ରମା ମୃଗଶିରା ନକ୍ଷତ୍ର ଦେଇ ମିଥୁନ ରାଶିରେ ଗୋଚର କରୁଛନ୍ତି, ମାନେ ସେଇ ରାଶିରେ ଅଛନ୍ତି। ହଁ, ମିଥୁନରେ। ଆଉ ସୂର୍ଯ୍ୟ ଓ ବୁଧ କର୍କଟ ରାଶିରେ ଏକାଠି ଅଛନ୍ତି। ଏହା ଦ୍ୱାରା କିଛି ଶୁଭ ଯୋଗ ବି ହେଉଛି ବୋଲି ଉତ୍ସ କହୁଛି, ଯେମିତିକି ଗଜକେଶରୀ ଆଉ ବୁଧାଦିତ୍ୟ। ହଁ, ଏ ଯୋଗଗୁଡ଼ିକ ଜ୍ୟୋତିଷରେ ସାଧାରଣତଃ ଶୁଭ ବୋଲି ଧରାଯାଏ। ଗଜକେଶରୀ ଯୋଗ ଏଠି ମିଥୁନରେ ଚନ୍ଦ୍ର ଆଉ ଗୁରୁଙ୍କ ସମ୍ବନ୍ଧରୁ ତିଆରି ହେଉଛି। ସେଇଟା ଜ୍ଞାନ, ସମ୍ମାନ ଏସବୁ ସହ ଜଡ଼ିତ। ଆଚ୍ଛା। ଆଉ ବୁଧାଦିତ୍ୟ ଯୋଗ ମାନେ କର୍କଟରେ ସୂର୍ଯ୍ୟ ବୁଧଙ୍କ ଯୋଗ, ସେଇଟା ବୁଦ୍ଧି ଆଉ ପ୍ରତିଷ୍ଠା ପାଇଁ ଏମିତି ବିଶ୍ୱାସ କରାଯାଏ। କିନ୍ତୁ ମନେ ରଖିବା ଦରକାର, ଆମେ ଯାହା କହୁଛୁ ଏଇ ନିର୍ଦ୍ଦିଷ୍ଟ ଉତ୍ସରେ ଯାହା ଅଛି ତାକୁ ନେଇ କହୁଛୁ। ଠିକ୍ ଅଛି। ତେବେ ଏ ଯୋଉ ଶୁଭ ଯୋଗ କଥା କହିଲେ, ଗଜକେଶରୀ ଆଉ ବୁଧାଦିତ୍ୟ, କୋଉ କୋଉ ରାଶି ପାଇଁ ଏହା ସବୁଠୁ ବେଶୀ ଭଲ ଫଳ ଦେବ ବୋଲି ଉତ୍ସ କହୁଛି? କିଛି ରାଶି ପାଇଁ ବୋଧେ ଦିନଟା ବହୁତ ଶୁଭ? ହଁ, ନିଶ୍ଚୟ। ଉତ୍ସ ମୁଖ୍ୟତଃ 3ଟି ରାଶି ପାଇଁ ଦିନଟାକୁ ବେଶ ଅନୁକୂଳ କହୁଛି। ସେଗୁଡ଼ିକ ହେଲା ବୃଷ, କର୍କଟ ଆଉ ତୁଳା। ଆଚ୍ଛା, ବୃଷ, କର୍କଟ, ତୁଳା। ହଁ, ବୃଷ ରାଶି ପାଇଁ ଏମିତି କୁହାଯାଇଛି ଯେ ଶକ୍ତି ଅଧିକ ରହିବ। ନୂଆ କାମ ମିଳିପାରେ କିମ୍ବା ନୂଆ ଦାୟିତ୍ୱ। ପଇସାପତ୍ର ମାମଲାରେ ବି ସ୍ଥିତି ଭଲ। ବେପାର ବାଣିଜ୍ୟ ବି ବଢ଼ିବ ଆଉ ଅପ୍ରତ୍ୟାଶିତ ଲାଭ ବି ହୋଇପାରେ ବୋଲି କୁହାଯାଇଛି। ଓହୋ। ଏହାର କାରଣ ଦିଆଯାଇଛି ଯେ ଚନ୍ଦ୍ର ଦ୍ୱିତୀୟ ଭାବରେ ଅଛନ୍ତି। ଏପରିକି ଗୋଟେ ଭାଗ୍ୟ ପ୍ରତିଶତ ବି ଦିଆଯାଇଛି, 88%। ବୋଧହୁଏ ଏହା ସେଦିନର ସାମଗ୍ରିକ ଶୁଭତାର ସୂଚକ। 88%। ଭଲ। ଆଉ କର୍କଟ ରାଶି? ସେଠି ତ ସୂର୍ଯ୍ୟ ବୁଧ ଯୋଗ ବି ଅଛି କହିଲେ। ଏକଦମ ଠିକ। କର୍କଟ ରାଶି ପାଇଁ ବି ଉତ୍ସ କହୁଛି ଦିନଟା ବହୁତ ଶୁଭ। ଭାଗ୍ୟ 86% ଦେଇଛି। କାମଦାମ କ୍ଷେତ୍ରରେ ପ୍ରଶଂସା ମିଳିବ। ଆଚ୍ଛା। ଏପରିକି ଦେହପା ବି ଭଲ ରହିବ। ଆଉ ଏଠି ମଜା କଥା ହେଲା, ଉତ୍ସ 2ଟା କାରଣ ଦେଉଛି। ଗୋଟେ ହେଲା ମିଥୁନରେ ଚନ୍ଦ୍ରଙ୍କ ଗୋଚର, ଆଉ ଅନ୍ୟଟି ହେଲା କର୍କଟ ରାଶିରେ ହିଁ ବୁଧାଦିତ୍ୟ ଯୋଗ। ତେଣୁ ବୋଧେ ଡବଲ ଶୁଭ ସଂକେତ। ହଁ, ସେମିତି ଲାଗୁଛି। ଆଉ ତୁଳା ରାଶି? ତୁଳା ପାଇଁ ବି ବହୁତ ଭଲ। ଭାଗ୍ୟ 90%। ସଫଳତା ମିଳିବ, ଆର୍ଥିକ ଲାଭ ହେବ। ବାଃ, ସବୁଠୁ ଅଧିକ। ହଁ, ନୂଆ ସୁଯୋଗ ମିଳିପାରେ। ବିଶେଷ କରି ଯଦି କିଛି ନିବେଶ କରିବେ କିମ୍ବା ବ୍ୟବସାୟ କରୁଥିବେ, ସେଥିରେ ଲାଭର ସମ୍ଭାବନା ଅଛି। ବୈବାହିକ ଜୀବନ ବି ଭଲ ରହିବ। ଏପରିକି ଶ୍ୱଶୁର ଘରୁ ସହଯୋଗ ମିଳିବ ବୋଲି ବି ଲେଖା ଅଛି। ତେବେ 3ଟା ରାଶି ପାଇଁ ତ ବହୁତ ଭଲ। କିନ୍ତୁ ସବୁ ରାଶି ପାଇଁ ତ ସମାନ ନଥିବ। ଯେଉଁମାନଙ୍କ ପାଇଁ ଫଳ ଟିକେ ମିଶାମିଶି ବା କିଛି ସତର୍କ ରହିବାକୁ କୁହାଯାଇଛି, ସେମାନଙ୍କ ବିଷୟରେ କ'ଣ ଅଛି, ଯେମିତି ମେଷ କିମ୍ବା ମିଥୁନ? ହଁ, ଅନ୍ୟ ରାଶି ପାଇଁ ସ୍ଥିତି ଅଲଗା। ମେଷ ପାଇଁ ଏହା ଏକ ମିଶ୍ରିତ ଦିନ। ଭାଗ୍ୟ 81%। କାମରେ ଟିକେ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି। ଆଚ୍ଛା। କିନ୍ତୁ ପରିଶ୍ରମ କଲେ ସଫଳତା ମିଳିବ। ଅଧିକାରୀମାନେ ଖୁସି ହେବେ। ସାହସ ଦେଖାଇ କିଛି ନିଷ୍ପତ୍ତି ନେଲେ ଲାଭ ହୋଇପାରେ, କିନ୍ତୁ ବେଶୀ ରିସ୍କ ନ ନେବା ଭଲ। ହଉ, ଆଉ ମିଥୁନ ରାଶି, ଚନ୍ଦ୍ର ତ ସେଇଠି ଅଛନ୍ତି। ହଁ, ମିଥୁନ ରାଶିରେ ଚନ୍ଦ୍ର ଥିବାରୁ ଏମିତି କିଛି ବାଧା ଆସିପାରେ, କିନ୍ତୁ ମୋଟାମୋଟି ଭାବେ ଦିନଟା ଭଲ ରହିବ। ଭାଗ୍ୟ 83%। ସ୍ୱାସ୍ଥ୍ୟ ପ୍ରତି ଟିକେ ନଜର ଦେବାକୁ ହେବ। ଆଉ ଖର୍ଚ୍ଚ ବି ଟିକେ ବଢ଼ିପାରେ, ସେଥିପାଇଁ ସାବଧାନ ରହିବା ଦରକାର। ହେଲେ କାମ ଜାଗାରେ ପ୍ରଶଂସା ମିଳିବ ଆଉ କିଛି ଭଲ ଖବର ବି ଆସିପାରେ। ଆଚ୍ଛା, ଏଇ ଯୋଉ ଗଜକେଶରୀ ଯୋଗ କଥା ଆମେ କହୁଥିଲୁ, ସେଇଟା ଧନୁ ଆଉ ମୀନ ରାଶି ପାଇଁ ବି ଭଲ ବୋଲି ଶୁଣିବାକୁ ମିଳେ ସାଧାରଣତଃ। ଏଇ ଉତ୍ସ କ'ଣ କହୁଛି? ହଁ, ଠିକ୍ କହିଲେ। ଧନୁ ରାଶି ପାଇଁ ଭାଗ୍ୟ 88%। ଉତ୍ସ କହୁଛି ଗଜକେଶରୀ ଯୋଗ ଲାଭଦାୟକ ହେବ। ଧୈର୍ଯ୍ୟ ଧରି କାମ କଲେ ସଫଳତା ମିଳିବ। ବ୍ୟବସାୟରେ ପଇସା ଆସିବ, ଯୋଜନା ସଫଳ ହେବ, ସରକାରୀ କାମରେ ବି ସଫଳତା ମିଳିପାରେ। ଆଉ ଅଟକି ରହିଥିବା କାମ ପୂରା ହେବାର ସମ୍ଭାବନା ବି ଅଛି। ବଢ଼ିଆ। ଆଉ ମୀନ ରାଶି? ମୀନ ରାଶି ପାଇଁ ଭାଗ୍ୟ 89%। ଉତ୍ସ କହୁଛି ଚତୁର୍ଥ ଭାବରେ ଗଜକେଶରୀ ଯୋଗ ଅଛି। ଏହା ଲାଭ ଆଉ ଧନ ପ୍ରାପ୍ତିର ସୁଯୋଗ ଦେବ। ଆଚ୍ଛା, ଚତୁର୍ଥ ଭାବରେ? ହଁ, ସରକାରୀ କାମରେ ସଫଳତା, ପାଠପଢ଼ା ବା ପ୍ରତିଯୋଗିତାରେ ବି ସଫଳତା, ଆର୍ଥିକ ଚେଷ୍ଟା ବି ସଫଳ ହେବ। କିନ୍ତୁ ଗୋଟେ କଥା ଅଛି। କ'ଣ? ବିରୋଧୀଙ୍କ ପ୍ରତି ଟିକେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଉ ଲଙ୍ଗ ଟର୍ମ ଇନଭେଷ୍ଟମେଣ୍ଟ ବା ଦୀର୍ଘକାଳୀନ ନିବେଶ
ଲାଭ ଦେବ। ତେବେ ମୋଟାମୋଟି ଦେଖିଲେ ଏ ଉତ୍ସ ଅନୁସାରେ ଜୁଲାଇ 22 ତାରିଖର ଗ୍ରହ ସ୍ଥିତି ମାନେ ଏ ଗଜକେଶରୀ ବୁଧାଦିତ୍ୟ ଯୋଗ ଆଉ ଚନ୍ଦ୍ରଙ୍କ ଗୋଚର ଏସବୁ ମିଶି ବିଭିନ୍ନ ରାଶି ପାଇଁ ଅଲଗା ଅଲଗା ଫଳ ଦେବାର ସମ୍ଭାବନା ରଖୁଛି। ନିଶ୍ଚୟ। ଯେମିତି ବୃଷ କର୍କଟ ତୁଳା ପାଇଁ ବେଶୀ ଭଲ, ଆଉ କିଛି ରାଶି ପାଇଁ ମିଶାମିଶି ଫଳ କିମ୍ବା ସତର୍କ ରହିବାର ଆବଶ୍ୟକତା ଅଛି। ହଁ, ଏକଦମ। ଏହି ବିଶ୍ଳେଷଣ ଯାହା ଏ ଉତ୍ସରୁ ମିଳୁଛି ସେଇଟା ଦେଖାଉଛି କେମିତି ଜ୍ୟୋତିଷରେ ଗୋଟେ ନିର୍ଦ୍ଦିଷ୍ଟ ଦିନର ଗ୍ରହ ଚଳନକୁ ନେଇ ଦୈନନ୍ଦିନ ଜୀବନର ସମ୍ଭାବ୍ୟ ଘଟଣା ସହ ଯୋଡ଼ାଯାଏ। ଏହା ଗୋଟେ ପ୍ରକାରର, କେମିତି କହିବି, ଦିନଟିର ସମ୍ଭାବ୍ୟ ପ୍ରଭାବକୁ ବୁଝିବା ପାଇଁ ଗୋଟେ ଫ୍ରେମୱାର୍କ ଦେଉଛି ଏଇ ଜ୍ୟୋତିଷୀୟ ଦୃଷ୍ଟିକୋଣରୁ। ଠିକ୍। ଏସବୁ ଶୁଣିଲା ପରେ ମନରେ ଗୋଟେ କଥା ଆସୁଛି, ଏ ଉତ୍ସ ତ ବହୁତ କିଛି କହୁଛି, ଏପରିକି ଭାଗ୍ୟ ପ୍ରତିଶତ ବି ଦେଉଛି। ହେଲେ ଜଣେ ସାଧାରଣ ମଣିଷ ଏସବୁକୁ ନିଜ ଦୈନନ୍ଦିନ ଜୀବନରେ କେମିତି ନେବ, ମାନେ କେମିତି ବ୍ୟବହାରିକ ଭାବରେ ଗ୍ରହଣ କରିବ? ହଁ, ଏଇଟା ଗୋଟେ ବଡ଼ ପ୍ରଶ୍ନ। ବିଶ୍ୱାସ ଆଉ ବାସ୍ତବତା ଭିତରେ ସନ୍ତୁଳନ ରଖିବା, ଏଇଟା ନିଶ୍ଚୟ ଗୋଟେ ଚିନ୍ତା କରିବା ଭଳି କଥା।